ଦେଖନ୍ତୁ, ତିବ୍ବତରେ ବହୁତ ସାଧୁ ଅଛନ୍ତି, ତାଙ୍କୁ ଲାମା କୁହାଯାଏ। ତିବ୍ବତରେ ବହୁତ ମନ୍ତ୍ର ଯନ୍ତ୍ର ତନ୍ତ୍ର ଅଛି, ବହୁତ ପୋଥି ମଧ୍ୟ ରହିଛି। ସେଠିକାର ଲାମାମାନେ ଅତି ଉଚ୍ଚକୋଟୀର ସାଧକ କହିହେବ ନାହିଁ। ଯେତେବେଳେ ସେ ଏରିଆରେ କୌଣସି ପିଲା ଜନ୍ମଗ୍ରହଣ କରନ୍ତି, ସେମାନେ କଣ୍ଟା ଦ୍ୱାରା କେମିତି ଟେକ୍ନିକ୍ ଶିଖିଛନ୍ତି, ପିଟୁଟାକୁ ଟଚ୍ କରିଦିଅନ୍ତି। ପିଲାର ହାଡ଼ କୋମଳ ଥାଏ, ଜନ୍ମ ସମୟରେ ପୁରା କୋମଳ ସମସ୍ତେ ଦେଖିଛନ୍ତି। ସେ କେମିତି କେଉଁ ପ୍ରକାରରେ ସେ ଛୁଞ୍ଚିଟା ଦ୍ୱାରା ସେ ଯାହାର ପିଟୁଟାରୀ ଗ୍ଲାଣ୍ଡକୁ ଆକ୍ଟିଭ୍ କରିଦିଅନ୍ତି, ସେ ସନ୍ନ୍ୟାସ ହେଇଯାଆନ୍ତି, ସେ ସାଧୁ ହେଇଯାଆନ୍ତି। ସେଠି ଛୁଇଁଦେଲା ମାନେ ସେଇଟା କ୍ରିୟାଶୀଳ ହେବ। ଯେତେବେଳେ କ୍ରିୟାଶୀଳ ହେବ, ଆପଣ ଭିତରେ ବୈରାଗ୍ୟ ଆସିବ, ଆପଣ ସାଧନା କରିବାକୁ ଇଚ୍ଛା ହେବ, ଆପଣ ଜ୍ଞାନ ଲାଭ କରିବେ।